ସାଇକୋଲୋଜି କହିଥାଏ, ଯଦି କୌଣସି ସୁନ୍ଦରୀ ବିଧବା ମହିଳା ଆପଣଙ୍କ ସହିତ ସମ୍ଭୋଗ କରିବାକୁ ଚାହୁଁଛନ୍ତି, ଏହି ଦୁଇ ଖରାପ ବ୍ୟବହାର ଆପଣଙ୍କ ସହିତ କରିଥାନ୍ତି। ତାହା ହେଉଛି ସର୍ବପ୍ରଥମ ତ ଆପଣଙ୍କ ସହିତ ଫ୍ରେଣ୍ଡସିପ୍ କରିବେ, ତାପରେ ଥଟ୍ଟା ମଜାରେ ରୋମାଣ୍ଟିକ୍ ଓ ସେକ୍ସ ଟାଇପ୍ର କଥା ହେବେ ଓ କଥା ହେବା ସମୟରେ ଆପଣଙ୍କୁ ସେମାନଙ୍କର ଦୋଦି ଦେଖାଇ ବାରମ୍ବାର ଟଚ୍ କରିବେ। ଏହି ଖରାପ ଇସାରାରୁ ବୁଝିଯାଆନ୍ତୁ କି ସେ ଆପଣଙ୍କ ସହିତ ମଜା ନେବାକୁ ଚାହୁଁଛନ୍ତି। ତେବେ ସେହି ସମୟରେ ତୁରନ୍ତ ଜାବୁଡ଼ି ଧରି ଗେହି ଦିଅନ୍ତୁ। ସାଇକୋଲୋଜି କହିଥାଏ, ଯେଉଁ ସ୍ତ୍ରୀ ଭିତରେ ଶାରୀରିକ ସମ୍ପର୍କ ବନାଇବାର ରୁଚି ସବୁଠାରୁ ଅଧିକ ଥାଏ, ତେବେ ସେହି ସ୍ତ୍ରୀ ପୁରୁଷର ବାଣ୍ଡଟିକୁ ଚାଟିବାର ଅଧିକ ସଉକ ରଖିଥାଏ। ସାଇକୋଲୋଜି କହିଥାଏ, ଯେଉଁ ସ୍ତ୍ରୀକୁ ପରପୁରୁଷ ଦେହର ସ୍ୱାଦ ଲାଗି ଯାଇଥାଏ, ତେବେ ସେ ନିଜ ସ୍ୱାମୀଙ୍କ ସହିତ ଠିକ୍ ଭାବରେ କଥା ହୋଇନଥାଏ ଓ ଟିକିଏ ଟିକିଏ କଥାରେ ଝଗଡ଼ା କରିଥାଏ। ସାଇକୋଲୋଜି କହିଥାଏ, ଆମ ଜୀବନରେ ତାମସା ଲୋକ ନୁହେଁ, ଆମେ ନିଜେ ହିଁ ବନାଇଥାଉ। କାରଣ ଆମେ ନିଜେ ଆମର କମଜୋରି ସମସ୍ତଙ୍କୁ କହି ଦେଇଥାଉ। ସାଇକୋଲୋଜି କହିଥାଏ, ଉଡ଼ିବାରେ କିଛି ଖରାପ ନଥାଏ, ଆପଣ ବି ଉଡ଼ନ୍ତୁ, କିନ୍ତୁ ସେତିକି ଯେଉଁଠି ମାଟି ସଫା ଦେଖା ଯାଉଥିବ। ସାଇକୋଲୋଜି କହିଥାଏ, ଯଦି ଆପଣଙ୍କର ବାଣ୍ଡଟି ଛୋଟ, ପତଳା ଓ ଢିଲା ହୋଇଥାଏ, ତେବେ ଆପଣ ଅଦାରସ ସହିତ ଖାଣ୍ଟି ନଡ଼ିଆ ତେଲକୁ ମିଶାଇ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ 5ରୁ 10 ମିନିଟ୍ ପର୍ଯ୍ୟନ୍ତ ନିଜ ବାଣ୍ଡ ଉପରେ ଧୀରେ ଧୀରେ ମାଲିସ କରନ୍ତୁ। ଏମିତି ଗୋଟେ ସପ୍ତାହ ପର୍ଯ୍ୟନ୍ତ କରନ୍ତୁ। ଆପଣଙ୍କ ବାଣ୍ଡଟିର ଆକାର ବୃଦ୍ଧି ହେବା ସହିତ ଗେହିବା ସମୟରେ ସବୁବେଳେ ସିଧା ଓ ଟାଇଟ୍ ହୋଇ ରହିବ। ସାଇକୋଲୋଜି କହିଥାଏ, ହୀରା ପରଖିବା ବାଲା ଠାରୁ କଷ୍ଟ ପରଖିବା ବାଲା ମଣିଷ ଅଧିକ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। ସାଇକୋଲୋଜି କହିଥାଏ, ପଇସାକୁ ଏତେ ବି ମହତ୍ତ୍ୱ ଦିଅନ୍ତୁ ନାହିଁ, କାରଣ ଖରାପ ସମୟରେ ନିଜ ଲୋକ କାମରେ ଆସିଥାନ୍ତି, ପଇସା ନୁହେଁ।